କରନ୍ତୁ। ସୁଖ୍ୟାତି ସମ୍ପନ୍ନ ତାପରେ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ 7 ଜଣଙ୍କୁ ବାଛି ସ୍ଥିର କରନ୍ତୁ। ପ୍ରେଜ୍ ଦ ଲର୍ଡ। କଣ କରିବାକୁ? ପ୍ରଚାର ପାଇଁ ନୁହେଁ। କଣ ପାଇଁ? କଣ ପାଇଁ? ସେଟା ଲେଖା ହେଇଛି ନା। ହଁ, ରୋଷେଇ କରିବାକୁ, ଭାତ ବାଢିବାକୁ, ପ୍ରୋଗ୍ରାମ ଆରେଞ୍ଜମେଣ୍ଟ କରିବାକୁ କୋଉ ଲୋକମାନଙ୍କର ଆବଶ୍ୟକ? ସୁଖ୍ୟାତି ସମ୍ପନ୍ନ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେବେ ପ୍ରିୟମାନେ, ମଣ୍ଡଳୀରେ ଯଦି ଭାତ ବାଢିବାକୁ, ଏ ପେଣ୍ଡେଲ ବନାଇବାକୁ, ଏ ଦରି ବିଛାଇବାକୁ ଆଉ ଏ ସବୁ କାର୍ଯ୍ୟ ପାଇଁ ଯଦି ସୁଖ୍ୟାତି ସମ୍ପନ୍ନ ଲୋକ ଦରକାର, ଆତ୍ମାରେ ଜ୍ଞାନରେ ପରିପୂର୍ଣ୍ଣ ଲୋକ ଦରକାର, ତାହେଲେ ମଣ୍ଡଳୀର ନେତୃତ୍ୱ ନେବାକୁ, ଜଣେ ଯାଜକ ହେବାକୁ, ଜଣେ ପ୍ରଚାରକ ହେବାକୁ, ଜଣେ ବିଶପ ହେବାକୁ ପରମେଶ୍ୱର କେଉଁ କେଉଁ ଗୁଣ ଆଉ ଜ୍ଞାନର ଆବଶ୍ୟକତା କରନ୍ତି ଆମକୁ ଟିକେ ଚିନ୍ତା କରିବାକୁ ପଡ଼ିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଜଣେ ଯଦି ଆତ୍ମାର ଜ୍ଞାନରେ ପରିପୂର୍ଣ୍ଣ ନ ହେଲେ ଭାତ ତ ବାଢିଦେବ ଚାହିଁବେ, ଯେତେବେଳେ ଚିକେନ ବାଢିବାକୁ ଆରମ୍ଭ କରିବ ସେତେବେଳେ ଜଣେ ମୁହଁକୁ ଦେଖ, ଭାଇରେ ଟିକେ ମୁହଁ ଦେଖିକି ପକା। ମୁହଁ ଦେଖି ଜଣକ ଜାଗାରେ 4 ପିସ୍ ପଡିବ, ଆଉ ଗୋଟେ ଜଣ ଜାଗାରେ 1 ପିସ୍। ସେଥିପାଇଁ କୁହାଗଲା ସୁଖ୍ୟାତି ସମ୍ପନ୍ନ ଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ। ଈଶ୍ୱରଙ୍କର ଆତ୍ମା ପାଇବା ଲୋକ କେବେ ମୁଖାପେକ୍ଷା କରିବ କି? ଈଶ୍ୱରଙ୍କର ଆତ୍ମା ପାଇବା ଲୋକ କେତେବେଳେ ମଧ୍ୟ ଲୁଚି ଛପି ପ୍ରାର୍ଥନାକୁ ଛାଡିକି ଆଉ କୁଆଡେ ପଳେଇବ କି? ସେ ଈଶ୍ୱରଙ୍କର ଆତ୍ମାରେ ପୂର୍ଣ୍ଣ ଲୋକ ସିଏ କରୁ ବୋଲି ଧୀରେ ମୁଁ ଖସୁରି ଯିବି। ବୁଢା ଗୋଟେ ରୋଷେଇ କରୁଥିବ, ଭେଣ୍ଡିଆ ଯାଇକିରି ମୋବାଇଲ ଏଡିକିଟା ଧରିକି ସେ ଚଲେଇଥିବ, ହେବ କି? ଈଶ୍ୱରଙ୍କର ଆତ୍ମାରେ ପୂର୍ଣ୍ଣ, ଜ୍ଞାନରେ ପୂର୍ଣ୍ଣ, ସୁଖ୍ୟାତି ସମ୍ପନ୍ନ ଈଶ୍ୱରଙ୍କର ମଣ୍ଡଳୀର ନେତୃତ୍ୱ ନେବା ପାଇଁ ମଣ୍ଡଳୀର ନେତୃବର୍ଗ ମାନଙ୍କୁ କିଛି ଗୁଣ ଆବଶ୍ୟକ, ଯାହା ପରମେଶ୍ୱର ଚାହାନ୍ତି। କିନ୍ତୁ ଗୋଟିଏ କଥା, ଆମେ ସବୁ କୋଉଠୁ ଆସିଲୁ? ସ୍ୱର୍ଗରୁ ତ କି ଖସିନୁ ନା। କି ଖସି? ମୁଁ ତ ଭାଇ ଖସି ନାହିଁ। ମୋ ବାପା ନା ଜନ୍ ଖସଲା, ମା ପ୍ରଫୁଲ୍ଲ କୁମାରୀ ଖସଲା, ଆଉ ପ୍ରଭୁ ସେମାନଙ୍କର ଗର୍ଭରେ ମତେ ଦେଲେ। 9 ମାସ ପରେ ମୋ ମା ମତେ ଜନ୍ମ ଦେଲେ। ମୁଁ ସ୍ୱର୍ଗରୁ ଖସି ନାହିଁ, ସତ କଥା କହୁଛି। ଆଉ ଏଇ ଜଗତରେ ଅଛି, ମାନେ ଏତେ ଭଲ ଲୋକ ମୁଁ ନାହିଁ ବୋଲି ଭାବୁଛି। କେବଳ ଈଶ୍ୱରଙ୍କର ଦୟାରେ ଆଜି ପାପ କ୍ଷମ ପାଇ, ଅନନ୍ତ ଜୀବନ ପାଇ, ଆଉ ତାଙ୍କରି ଆହ୍ୱାନକୁ ବୁଝି ଆଜି ଜଣେ ପ୍ରଚାରକ ହେଲି ବୋଲି, ପ୍ରଭୁଙ୍କ ଜଣେ ସେବକ ହେଲି ବୋଲି ଆଜି ଦୁରିଂ କୋଟି କୁଆଡେ ଆଜି ଆସି ମୁଁ ପ୍ରଚାର କରୁଛି। ଏଇଟା ଈଶ୍ୱରଙ୍କର କେବଳ ଦୟା। ତାଙ୍କରି ମଣ୍ଡଳୀର ଦାୟିତ୍ୱ ନେବା, ତାଙ୍କର ଶରୀର ବୋଲି କୁହାଯାଉଛି ମଣ୍ଡଳୀକୁ। ଆଉ ସେଇ ଶରୀରରେ ଆମେ ସମସ୍ତେ ଗୋରା କଳା, ଉଚ୍ଚ ନିଚ, ଆଉ କୋଉ କାଷ୍ଟ ଲୋକ, କୋଉ ଜାତିର ଲୋକ, ଧନଶାଳୀ, ଗରିବ, ବେପାରୀ, ଚାକିରିଆ ସମସ୍ତେ ଆମେ ଯୋଡି ହେଇକି ଅଛୁ। ସେମାନଙ୍କର ନେତୃତ୍ୱ ଦେବା ପାଇଁ, ସମସ୍ତଙ୍କୁ ସମାନ ଭାବରେ ଦେଖିବା ପାଇଁ, ସମସ୍ତଙ୍କୁ ସମାନ ଭାବରେ ପ୍ରେମ କରିବା ପାଇଁ